ଦାସ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ସବୁ ପରିଶୋଧ କରିଦେବି। ସେଥିରେ ସେହି ଦାସର ପ୍ରଭୁ ସଦୟ ହୋଇ ତାହାଙ୍କୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ। କିନ୍ତୁ ସେହି ଦାସ ବାହାରି ଯାଇ ତାହାଠାରୁ 50 ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ ଶୁଝିଦେ। ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାଙ୍କୁ ବିନତି କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି। ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା। ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ। ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ, ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି। ମୁଁ ଯେ ରୂପେ ତୋତେ ଦୟା କଲି, ସେ ରୂପେ ମଧ୍ୟ ଆପଣାର ସହଦାସକୁ ଦୟା କରିବା କି ତୋର କର୍ତ୍ତବ୍ୟ ନଥିଲା? ଆଉ ତାହାର ପ୍ରଭୁ କ୍ରୁଦ୍ଧ ହୋଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହସ୍ତରେ ସମର୍ପଣ କଲେ। ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହା ହେଲେ ମୋର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ। ହଁ, ଧନ୍ୟବାଦ। ଆମମାନେ ଆଜି ଗୋଟେ 29 ପଦକୁ ଆମମାନେ ଧ୍ୟାନ କରିବା। ଲେଖା ଯାଇଛି, ତୁମ୍ଭେ ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି। ଆମେ ଗୋଟେ ୱାର୍ଡକୁ ଆଜି ଆମମାନେ ଚିନ୍ତା କରିବା, ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ। ଏ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ପ୍ରିୟ ଭଉଣୀ ମାନେ, ଏଟା ଗୋଟେ ଅକୁହା ଶବ୍ଦ। ଆମେ ଯଦି ଦେଖିବା ଏ ଶବ୍ଦ ଆମେ ସମସ୍ତଙ୍କ ଠାରୁ ଆମେ ପାଇବା। ଆମେ ଭାବୁ ଯେ ଏଇ ଯୋଉ ଶବ୍ଦଟା ଲୋକମାନେ ମୋ ପାଇଁ ଧୈର୍ଯ୍ୟ ଧରନ୍ତୁ ବୋଲି ଆମେ ଅନେକ ସମୟରେ ଭାବୁ, କିନ୍ତୁ ଲୋକମାନେ ମଧ୍ୟ ଆମକୁ କହିବାକୁ ଚାହାନ୍ତି, ଯେମିତି କି ଆମ ସ୍ୱାମୀଙ୍କ ଠାରୁ ଆମେ ୱାର୍ଡ ଆମେ ଶୁଣିପାରିବା, ଆମ ପିଲାମାନଙ୍କ ଠାରୁ ଏ ୱାର୍ଡ ଆମେ ଶୁଣିପାରିବା, ଆମର ଶାଶୁ ଶ୍ୱଶୁର, ଆମର ପିତା ମାତା, ଆମର ବିଶ୍ୱାସୀ ଭାଇ ଭଉଣୀଙ୍କ ଠାରୁ ଏଇ ୱାର୍ଡ ଆମେ ଶୁଣିପାରିବା। କେମିତି? ଏଟା ଗୋଟେ ଅକୁହା ଶବ୍ଦ, ମାନେ ଅନସୁନି ଆୱାଜ, ଯେମିତି କି ତାଙ୍କର ମୁଖରୁ ଆମକୁ ଶୁଭାଯିବ, ମୋ ବିଷୟରେ ଟିକେ ଧୈର୍ଯ୍ୟ ଧର। ଆଗକୁ ଆଗକୁ ମୁଁ କହିଗଲେ ଆପଣ ମାନେ ଏ ବିଷୟରେ ବୁଝିପାରିବେ। ତ ମୋ ପାଇଁ ଟିକେ ଧୈର୍ଯ୍ୟ ଧରନ୍ତୁ। ବହୁତ ବଢିଆ ଲାଗିଲା ଏ ବିଷୟରେ ମୁଁ ଯୋଉ ସମୟରେ ଷ୍ଟଡି କରୁଥିଲି, ମୁଁ ପୁରା ଇମୋସନାଲ ହେଇଗଲି। ଲେଖାଯାଉଛି ଯେ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ। ଆଜି ଗୋଟେ ମା ଭାବରେ, ଗୋଟେ ସ୍ତ୍ରୀ ଭାବରେ, ଗୋଟେ ବୋହୂ ଭାବରେ, ଗୋଟେ ଚର୍ଚ୍ଚର ମେମ୍ବର ଭାବରେ, ବିଶ୍ୱାସିନୀ ଭାବରେ ଆଜି ସମସ୍ତ ଆମକୁ କହିବାକୁ ଚାହାନ୍ତି, ବିଶେଷ କରି ମତେ କହିବାକୁ ଚାହାନ୍ତି, ଗୋଟେ ମା କୁ ଗୋଟେ ଝିଅ ଗୋଟେ ପୁଅ କହିବାକୁ ଚାହେଁ, ମୋ ବିଷୟରେ ତୁମେ ଟିକେ ଧୈର୍ଯ୍ୟ ଧର। ଗୋଟେ ସ୍ୱାମୀ ମଧ୍ୟ କହନ୍ତି, ନିଜ ସ୍ତ୍ରୀଙ୍କୁ କହନ୍ତି, ମୋ ବିଷୟରେ ଟିକେ ଧୈର୍ଯ୍ୟ ଧର। ପ୍ରିୟ ଭଉଣୀ ମାନେ, ଆମେ ଏଇ ଆୱାଜକୁ ଶୁଣିବା ପାଇଁ ପ୍ରତ୍ୟେକ ସମୟରେ କେମିତି ହେଲେ ଆମେ ଏ ଆୱାଜକୁ ଶୁଣିପାରିବା? ଗୋଟେ ସମ୍ବେଦନାଶୀଳ ହୃଦୟ, ଗୋଟେ ନମ୍ର ହୃଦୟ ଯଦି ଆମର ପାଖରେ ଥିବ, ଆମେ ନିଶ୍ଚିତ ଭାବରେ ଏଇ ଅକୁହା ଶବ୍ଦକୁ ଆମେ ଶୁଣିପାରିବା। ଟିକେ ଧୈର୍ଯ୍ୟ ଧର ମୋ ପାଇଁ। କେମିତି? ଦେଖନ୍ତୁ, ଯୋଉ ସମୟରେ ରାହେଲ, ମାନେ ଆଦି ପୁସ୍ତକ 30 ଅଧ୍ୟାୟକୁ ଯିବା, 30ର 1-2 ପଢିବା। ଅନନ୍ତର ଆପଣାଠାରୁ ଯାକୁବର ପୁତ୍ର ଜନ୍ମ ହେଲା ନାହିଁ। ଏହା ଦେଖି ରାହେଲ ଆପଣା ଭଗିନୀ ପ୍ରତି ଈର୍ଷା କରି ଯାକୁବକୁ କହିଲା, ମୋତେ ସନ୍ତାନ ଦିଅ, ନହେଲେ ମୁଁ ମରିବି। ତହିଁରେ ରାହେଲ ପ୍ରତି ଯାକୁବର କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ କହିଲା, ମୁଁ କଣ ପରମେଶ୍ୱରଙ୍କର ପ୍ରତିନିଧି? ସେ ସିନା ତୁମକୁ ଗର୍ଭଫଳ ଦେଇନାହାନ୍ତି। ଆଜି ଅନେକ ସମୟରେ ପ୍ରିୟ ଭଉଣୀ ମାନେ, ଆମେ ଆମର ସ୍ୱାମୀଙ୍କୁ ଆମେ କହୁ କି ଯୋଉମାନେ ଆମମାନଙ୍କର ଘର ନାହିଁ, ଆମେ ଭଡା ଘରେ ରହୁଛୁ, ସେ ସମୟରେ କହୁ, ଦେଖ ଏମାନେ ଘର କରିଦେଲେନି, ସେମାନେ ଘର କରିଦେଲେନି, ମତେ କେତେ ଦିନ ଆଉ ତୁମେ ଭଡା ଘରେ ରଖିବ? ମୋ ପାଇଁ ମଧ୍ୟ ଗୋଟେ ଭଲ ଘର ମତେ ତୁମେ ତିଆରି କରିଦିଅ, ମତେ ମଧ୍ୟ ଭଲ ଲୁଗା ଦିଅ, ମତେ ମଧ୍ୟ ଭଲ ଜିନିଷ ପତ୍ର ଦିଅ। ଅନେକ ସମୟରେ ଆମର ସ୍ୱାମୀଙ୍କର ସକ୍ଷମ ବାହାରେ ଆମେ ଅନେକ ବିଷୟ ଗୁଡିକ ଆମେ ଦାବି କରିଥାଉ, ମତେ ଏଟା ଦରକାର। ଯାକୁବଙ୍କର ମଧ୍ୟ ସାମର୍ଥ୍ୟ ବାହାରେ ଯେ ରାହେଲକୁ ସେ ଛୁଆ ଦେଇପାରିବେ ନାହିଁ। ମାତ୍ର ଯାକୁବ ମଧ୍ୟ ଚାହୁଁଛନ୍ତି ଯେ ରାହେଲ ମଧ୍ୟ ମା ହୁଅନ୍ତୁ।
ମାତ୍ର ଯାକୋବଙ୍କ ହାତରେ ତାହା ନାହିଁ। ଯାକୋବଙ୍କର ହାତ ବାହାରେ, ଯାକୋବଙ୍କର ସକ୍ଷମ ବାହାରେ ସେଟା। ଯୋଉ ସମୟରେ ରାହେଲ ମାଗୁଛନ୍ତି ନାଇଁ ମତେ ସନ୍ତାନ ଦେବାର ଅଛି, ଆମେ ମଧ୍ୟ ଅନେକ ସମୟରେ ଆମ ସ୍ୱାମୀ ମାନଙ୍କୁ ବିଭିନ୍ନ ପ୍ରକାର ବିଷୟରେ ଆମେ ମତେ ଏଟା ଦରକାର, ମତେ ସେଟା ଦରକାର, ନାଇଁ ତୁମେ ମତେ ଦେବାକୁ ରହିଛି। ଆମେ ଅନେକ ସମୟରେ ଭାବୁ, ଏବେ ଖରାରେ ବାଇକ ରେ ଯିବା ସମୟରେ ଆମେ ଭାବୁ ଯେ ଦେଖ ତାଙ୍କର ଘରେ କାର ରେ ଏସି ରେ ବସିକିନା କେତେ ବଢିଆ ଯାଉଛନ୍ତି, ଆମକୁ ବାଇକ ରେ ଯିବାକୁ ପଡୁଛି, ତୁମେ ବି ଗୋଟେ କାର କିଣ। ମୁଁ କହିବାକୁ ଚାହେଁ ପ୍ରିୟ ଭଉଣୀ ମାନେ, ଆମ ସ୍ୱାମୀ ମାନେ ଆମକୁ ଦ ବେଷ୍ଟ ଦେବା ପାଇଁ ଚାହାନ୍ତି। ଯୋଉ ସମୟରେ ଆମେ ସେମାନଙ୍କୁ ଦାବି କରୁ, ସେମାନେ ଆମକୁ କହିପାରନ୍ତି ନାହିଁ, କିନ୍ତୁ ଆମେ ଶୁଣିବା ମୋ ପାଇଁ ଟିକେ ଧୈର୍ଯ୍ୟ ଧର, ମୁଁ ଚେଷ୍ଟା କରୁଛି, ମତେ ମୋର ସ୍ତ୍ରୀକୁ ମୋର ପିଲାକୁ ଉତ୍ତମ ବିଷୟ ଦେବା ପାଇଁ ଇଚ୍ଛା, ମୁଁ ଚେଷ୍ଟା କରୁଛି, ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି ତମ ମାନଙ୍କ ପାଇଁ ଭଲ ବିଷୟ କରିବା ପାଇଁ, ମୁଁ ତମମାନଙ୍କ ପାଇଁ ଗୋଟେ ରହିବା ପାଇଁ ସୁନ୍ଦର ଘର ତିଆରି କରିବା ପାଇଁ ମୁଁ ଚାହୁଁଛି, ମୁଁ ଚେଷ୍ଟା କରୁଛି। ବିରକ୍ତ ହୁଅ ନାହିଁ ମୋ ପ୍ରତି, ଟିକେ ଧୈର୍ଯ୍ୟ ଧର। ଏଟା ଆମ ସ୍ୱାମୀଙ୍କର ଆୱାଜ ପ୍ରିୟ ଭଉଣୀ ମାନେ ଆମମାନଙ୍କ ପ୍ରତି। ସେ ଆୱାଜକୁ ଆମମାନେ ଶୁଣିବାର ଆବଶ୍ୟକତା ରହିଛି। ସେମାନେ କୁହନ୍ତି ନାହିଁ, କିନ୍ତୁ ସେମାନଙ୍କର ଚାହାଣୀରେ ଆପଣ ମାନେ ସେମାନଙ୍କର ମନୋଭାବରେ ଏଇ ଆୱାଜକୁ ଆପଣ ଜାଣିପାରିବେ। କେତେବେଳେ ଜାଣିବେ, ଗୋଟେ ସ୍ୱାମୀଙ୍କ ପ୍ରତି ଗୋଟେ ସମ୍ବେଦନାର ହୃଦୟ ରଖନ୍ତୁ, ସେ ସମୟରେ ଆପଣ ବୁଝିପାରିବେ ଯେ ଆପଣଙ୍କର ସ୍ୱାମୀଙ୍କୁ ମଧ୍ୟ ଦରକାର ଯେ ଅନ୍ୟ ପିଲାମାନଙ୍କୁ ଯେ ପ୍ରକାର, ଅନ୍ୟ ସ୍ତ୍ରୀ ମାନେ ଯେ ପ୍ରକାର ଉତ୍ତମ ଭାବରେ ରହୁଛନ୍ତି, ଭଲ ପରିବେଶରେ ରହୁଛନ୍ତି, ସେ ମଧ୍ୟ ଆପଣଙ୍କୁ ଗୋଟେ ଭଲ ଜାଗା, ଭଲ ଘର, ଭଲ ରହିବା ପାଇଁ ଆଉ ଭଲ ବିଷୟ ସେ ଦେବା ପାଇଁ ଚାହାନ୍ତି। ସେ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି। ଆମେ ଅନେକ ସମୟରେ ବିରକ୍ତ କରି ପକାଉ, ନାଇଁ ମତେ ତୁମେ ଦେବାକୁ ଦରକାର, ଦେଖ ତାଙ୍କର ହେଇଗଲାନି, ଆମର କାହିଁକି ଏଯାଏଁ ହେଇନାହିଁ। ଅନେକ ପିଲାମାନେ ମଧ୍ୟ ସେ ପ୍ରକାର କମ୍ପ୍ଲେନ କରନ୍ତି। ଆଉ ଅନ୍ୟର ବାପା ମା ମାନେ ସେମାନଙ୍କୁ କଷ୍ଟଲି ଡ୍ରେସ ଦଉଛନ୍ତି, ମୋବାଇଲ ଦଉଛନ୍ତି, ସେମାନଙ୍କୁ ଭଲ ଜୋତା ଦଉଛନ୍ତି, ଭଲ ବିଷୟ ଗୁଡିକ ଦଉଛନ୍ତି, ବଡ ବଡ ସ୍କୁଲରେ ପାଠ ପଢାଉଛନ୍ତି, ଆମ ପାଇଁ ତୁମେ କାହିଁକି କରୁନ? ଏ ପ୍ରକାର କମ୍ପ୍ଲେନ ଅନେକ ସମୟରେ ଆମ ପୁଅ ଝିଅ ମାନେ ମଧ୍ୟ କହିଥାନ୍ତି। ସେ ସମୟରେ ବାପା କହିବାକୁ ଚାହାନ୍ତି, ବାପା ମା ମାନେ କହିବାକୁ ଚାହାନ୍ତି, ବାପାରେ ମାରେ ଟିକେ ଧୈର୍ଯ୍ୟ ଧରେ ମୋ ବିଷୟରେ, ମୁଁ ମଧ୍ୟ ଚାହେଁ ତୋ ପାଇଁ ବେଷ୍ଟ କରିବା ପାଇଁ, ମୁଁ ମଧ୍ୟ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି। ସେଠି ମତେ ବହୁତ ବଢିଆ ଲାଗିଲା ସେ 29 ପଦଟା, ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ସବୁ ପରିଶୋଧ କରିଦେବି। ପ୍ଲିଜ, ଏ ଶବ୍ଦ ଆମ ସ୍ୱାମୀ ଆମକୁ କହନ୍ତି। ମୁଁ ଚେଷ୍ଟା କରୁଛି ତୁମମାନଙ୍କୁ ଉତ୍ତମ ବିଷୟ ଦେବା ପାଇଁ, ତୁମକୁ ଭଲରେ ରଖିବା ପାଇଁ, ତୁମକୁ ଗୋଟେ ଲକ୍ଜରିୟସ୍ ଲାଇଫ ଦେବା ପାଇଁ ମୁଁ ଯେତିକି ସାଧ୍ୟ ସେତିକି ପରିଶ୍ରମ କରୁଛି। ଖରା ବର୍ଷାକୁ ମାନୁ ନାହିଁ, ମୁଁ ବାହାରେ ଯାଉଛି ଯେମିତି ମୁଁ ତମମାନଙ୍କୁ ଦି ଓଳି ଦୁମୁଠା ଭଲ ଖାଇବା ପାଇଁ ଦେଇପାରିବି, ଭଲ ଘରେ ରଖିପାରିବି, ଭଲ ପିନ୍ଧିବା ପାଇଁ ଦେଇପାରିବି। କୋଉ ସ୍ୱାମୀ ମାନେ ଚାହୁଁନାହାନ୍ତି ଯେ ନିଜର ପିଲାମାନେ ଖାଇବା ପାଇଁ ତା ଆଗରେ ହାତ ପତାନ୍ତୁ, ସେମାନଙ୍କୁ ରହିବା ପାଇଁ ଭଲ ଜାଗା ନଥାଉ, ଏଟା କେହି ମଧ୍ୟ ଚାହୁଁନାହାନ୍ତି। ସମସ୍ତଙ୍କର ଇଚ୍ଛା ଆମକୁ ସମସ୍ତ ସ୍ୱାମୀ ମାନଙ୍କର ଇଚ୍ଛା ଯେ ସେମାନଙ୍କୁ ଉତ୍ତମ ବିଷୟ ଦେବେ, ଉତ୍ତମ ପରିବେଶରେ ରଖିବେ। ସେଥିପାଇଁ ପ୍ରିୟ ଭଉଣୀ ମାନେ, ଆମ ସ୍ୱାମୀଙ୍କର ଏ ଅକୁହା ଶବ୍ଦକୁ ଆମେ ଶୁଣୁ। ଆମେ ସେମାନଙ୍କୁ ଅନେକ ସମୟରେ ଆମେ ବହୁତ ବିରକ୍ତ ନ କରି ପକାଉ। ନିଜକୁ ସମ୍ଭାଳୁ, ନିଜକୁ ସେ ଆମ ସ୍ୱାମୀକୁ ଆମେ ବୁଝିବାର ଆବଶ୍ୟକତା ରହିଅଛି। ଏ ବର୍ଷା ଦିନ ଏବେ ଆରମ୍ଭ ହଉଛି, ଖରା ଦିନ ଧୀରେ ଧୀରେ ଯାଉଛି, ଘର ଗୁଡିକ ଗଳିବ। ସେ ସମୟରେ ଆମର କମ୍ପ୍ଲେନ, କେମିତି ଘରେ ଗୋଟେ ରଖିଛ, ପାଣି ଗଳୁଛି। ସ୍ୱାମୀକୁ ମଧ୍ୟ ଇଚ୍ଛା ନାହିଁ ପ୍ରିୟ ଭଉଣୀ ମାନେ ଯେ ଆମକୁ ସେ ପାଣି ପଡୁଥିବା ଘରେ ରଖିବା ପାଇଁ। ସେ ଚେଷ୍ଟା କରୁଛନ୍ତି ଆମକୁ ଏକ ଉତ୍ତମ ଜାଗାରେ ରଖିବା ପାଇଁ, ଉତ୍ତମ ଘର ଦେବା ପାଇଁ। ସେ କହୁଛନ୍ତି ଟିକେ ଧୈର୍ଯ୍ୟ ଧର ମୋ ବିଷୟରେ, ମୁଁ ସବୁ ଠିକ କରିବି। ସେଥିପାଇଁ ଏହି ଅକୁହା ଶବ୍ଦକୁ ଆମେ ଶୁଣୁ ପ୍ରିୟ ଭଉଣୀ ମାନେ। ଆଉ ପ୍ରଭୁ ଏକଥା ଯେ ଆପଣ ମାନଙ୍କୁ ସମସ୍ତଙ୍କୁ କହିବାକୁ ଚାହାନ୍ତି, ତା ସହିତ ମତେ ମଧ୍ୟ ସେ କହୁଛନ୍ତି। ଯୋଉ ସମୟରେ ଏ ବିଷୟକୁ ମୁଁ ଷ୍ଟଡି କରୁଥିଲି, ମୁଁ ଏଇ ଟେବୁଲ ଉପରେ ହିଁ ବସି କାଲି ରାତିରେ ମୁଁ ଷ୍ଟଡି କରିବା ସମୟରେ ମୁଁ ବସିକିନା କାନ୍ଦୁଥିଲି। ଏଟା ଗୋଟେ ଅନସୁନି ଆବାଜ, କି ଆମମାନଙ୍କୁ କୁହନ୍ତି ନାହିଁ ଯେ ମୋ ବିଷୟରେ ଟିକେ ଧୈର୍ଯ୍ୟ ଧର ବୋଲି, ମାତ୍ର ଆମକୁ ବୁଝିବାକୁ ପଡିବ। ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି ଆମର ପାଇଁ,
आमको देवा पाए तो आमे से विषय रे आमे धैर्य धरू आ अनेक समय रे हमर पिला माने मध्ये हमको सही कथा कहते हमर पिला माने अनेक समय रे आमे तांको अनेक विषय शिखाओ मात्र से माने शिखिबारे धीर हो जांती से समय आमे विरक्त हेजिबा चिड़चिड़ा हेजिबा तते केते शिखाइले मध्ये तू शिखुनु तते मैं केमती करबे बोली आमे अनेक समय विरक्त हे जाऊ से समय हमर पुओ झियो माने मध्ये कुहंती माँ टिके धैर्य धर माँ मु चेष्टा करूची मु शिखिबा पाई चेष्टा करूची मते मध्ये इच्छा भलो मार्क रखी पास हेबा पाई मते मध्ये इच्छा अन्य मानकर प्रशंसा पाइबा पाई मते मध्ये दुष्ट हेबा पाई इच्छा नै तमे जहा कहूछ मु बुझुची आ मु चेष्टा करूची मो निजको सजाड़िबा पाई एक कथा पिला मानकर मुख देखि हम माने जानी देबार आवश्यकता अनेक समय हमर पिला माने जो भूल करंती सेथि पे हमें गाली करू आ से जो भूल रु से माने बाहर जाइतांती से भूल को मने पकई पकई पुनर्बार हमें से मान को सुधी द से भूल रु से माने बाहर चंती से भूल पे हमें अनेक थोर से मान को दंड देई सारिछु हेले मध्य हमें तांकर भूल को मने पकई पकई से मान को विरक्त करिथा हमर पिला माने हमको कहउचंती माँ टिके धैर्य धर मते भी इच्छा मु भी बाहर पाई चाहूची से स्थान मो अनेक समय रे मो झियो को किछि विषय रे मु ताकू अनुजोग करे तापरे तार मुह को देखे मते बहुत कष्ट लागे से कहू थाए से जवाब केबे भी दिए नहीं ताकू जेबे गाली कले से तार से आखि छळ छळ कले मु जान दिए जे मते इच्छा नहीं मात्र हे गला मु कौन करबी ए प्रकार आवाज गुडी को आसे प्रिय भौणी माने आमे से आवाज को आमे सुनबार अछि सेमानु को आमे विरक्त करबा नै हित उपदेश 22 रे 6 आमे समस्त जानि जो हेले मध्ये ताहा माने पढिबा ବାଳକର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ ତେଣୁ ସେ ବୃଦ୍ଧ ହେଲେ ହେ ତହିରୁ ବିମୁଖ ହେବ ନାହିଁ। ହଁ ଆମକୁ ପିଲାମାନଙ୍କୁ ଶିଖାଇବାର ଆବଶ୍ୟକତା ରହିଛି ସେମାନଙ୍କୁ ଶିଖେଇଲେ ସେମାନେ ବୃଦ୍ଧ ହେଲେ ମଧ୍ୟ ତହିଁରୁ ବିମୁଖ ହେବେ ନାହିଁ କିନ୍ତୁ ଅନେକ ପିଲାମାନେ ଶିଖିବାରେ ଧୀର ଥାନ୍ତି ଗୋଟେ କେତେ ପିଲାମାନେ ଥିବେ କୋଉ କୋଉ ସେମାନେ ଶିଖିଦେବେ କୋଉ ସେଟାକୁ ଧରିଦେବେ ଅନେକ ସମୟ ଆମ ପରିବାରରେ ଦିଟା ଛୁଆ ଥିବେ ଗୋଟେ ପିଲା ପାଠ ପଢାରେ ପୁରା ମାନେ ଆଗ୍ରହ ଥିବ ତାକୁ ଗୋଟେ ଥର କହିଲେ ସେ ବୁଝି ଦଉଥିବ ଆଉ ଗୋଟେ ପିଲା ସେ କ୍ଷେତ୍ରରେ ଦୁର୍ବଳ ଥିବ ତା ପ୍ରତି ଆମେ ବିରକ୍ତ ହେବା ନାହିଁ ଆମେ ପାରୁ ପର୍ଯ୍ୟନ୍ତ ତାଙ୍କୁ ଚେଷ୍ଟା କରି ଶିଖେଇବାର ଅଛି ସେ କହିବା ପାଇଁ ଚାହେଁ ଏବେ କୋଉ ପିଲାକୁ ସ୍କୁଲ ରେ ପାଠ ପଢି ଭଲ ମାର୍କ ରଖି ସମସ୍ତଙ୍କର ପ୍ରଶଂସାର ପାତ୍ର ହେବାକୁ କାହାକୁ ଇଚ୍ଛା ନାହିଁ ସମସ୍ତଙ୍କୁ ଇଚ୍ଛା ସମସ୍ତେ ମତେ ଆପ୍ରିସିଏଟ କରନ୍ତୁ ସେ ବି ଚେଷ୍ଟା କରୁଛି ଆମେ ବିରକ୍ତ ହେଇ କରୁ ତୁ ଗୋଟେ ଗଧଟା ତ ଯେତିକି ଶିଖାଇଲେ ମଧ୍ୟ ଶିଖୁନୁ ଦେଖେ ତୋର ଆଗେ ଅନେକ ପିଲାମାନେ କେମିତି ପଢି 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 ଆଗକୁ ପଳେଇ ଯାଉଛନ୍ତି ଏ ପ୍ରକାର ବିଷୟ ଗୁଡିକ ଆମେ ଅନେକ ସମୟରେ ଆମେ କହିଥାଉ ଅନେକ ସମୟରେ ଆମେ ପିଲାମାନଙ୍କୁ ତୁଳନା କରି ସେମାନଙ୍କୁ ବିରକ୍ତ କରିଥାଉ ଆ ସହିତ ତୁଳନା କରୁ ତା ସହିତ ତୁଳନା କରୁ ଏବେ ଦେଖ ଆମ ରିଜଲ୍ଟ ଅନେକ ଗୁଡିକ ବାହାରିଲା ଆମର ଦୁଃଖ ଆମର ପିଲା ଯେତିକି ମାର୍କ ଆଣିଛି ଆମେ ସେଥିରେ ଖୁସି ମାତ୍ର ତାର ସାଙ୍ଗ ତାଠୁ ଅଧିକ ମାର୍କ ଆଣିଦେଇଛି ବୋଲି ସେଟା ଆମର ଦୁଃଖ ହେଇଯାଉଛି ଆମେ କହୁଛୁ ସେତିକି ତୁ ଆଣିବା କଥା ଥିଲା ତୁ କାହିଁକି ଆଣିଲୁ ନାହିଁ ଏ ପ୍ରକାର କରି ଆମେ ବିରକ୍ତ କରୁ ସେ ସମୟରେ ଆମ ପିଲାମାନେ ମଧ୍ୟ ଆମକୁ କହନ୍ତି ଯେ ମା ମୁଁ ଚେଷ୍ଟା କଲି ଟିକେ ଧୈର୍ଯ୍ୟ ଧର ଏଟା ମୋର ଜୀବନର ଶେଷ ପରୀକ୍ଷା ନୁହେଁ ଆହୁରି ଅନେକ ପରୀକ୍ଷା ମତେ ଦେବାର ଅଛି ମୁଁ ବେଷ୍ଟ କରିବାକୁ ମୁଁ ଚାହେଁ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି ଗୋଟେ ମା ଭାବରେ ଧୈର୍ଯ୍ୟ ନିହାତି ଆବଶ୍ୟକ ରହିଛି ସ୍ୱାମୀଙ୍କ ପ୍ରତି ଆମର ଧୈର୍ଯ୍ୟ ରହିବାର ଆବଶ୍ୟକତା ରହିଛି ଆମର ପିଲାମାନଙ୍କ ପ୍ରତି ମଧ୍ୟ ଆମେ ଧୈର୍ଯ୍ୟ ଧରି ଅପେକ୍ଷାରେ ରହିବାର ଆବଶ୍ୟକତା ରହିଛି କାରଣ ଏମିତି ଗୋଟେ ସମୟ ଆଇବ ସେମାନେ ଦ ବେଷ୍ଟ କରିବା ପାଇଁ ସେମାନେ ଚେଷ୍ଟା କରୁନାହାନ୍ତି ବୋଲି ନାହିଁ ଆମେ ବିରକ୍ତ ଯାଉ ଅନେକ ସମୟରେ ଆମର ପୁଅ ଝିଅ ମାନେ ମନ ଇଚ୍ଛା ଜିନିଷ ପତ୍ର ଇଆଡେ ସିଆଡେ ଫିଙ୍ଗି ଦିଅନ୍ତି ଆମେ ଶିଖାଉ ସେମାନଙ୍କୁ ଶିଖାଇବା ସତ୍ତ୍ୱେ ମଧ୍ୟ ସେମାନେ ସେ ପ୍ରକାର କରନ୍ତି ଆମେ ବିରକ୍ତ ହଉ ସେ ସମୟରେ
କୁହନ୍ତି ମୁଁ କରିବା ପାଇଁ ଚେଷ୍ଟା କରୁଛି ସ୍କୁଲରୁ ଆଇଲା ବେଳେ କଣ କରିବି ମତେ ଏତେ ଭୋକ ଲାଗିଥାଉଛି ଯେ ମୁଁ କେତେବେଳେ କୁଆଡେ ବେଗ ଫିଙ୍ଗିକିନା ମତେ ଖାଇବାଟା ମିଳିବ ଏମିତି ହିଁ ଆସିଥାଉଛି ତ ମାମା ମୁଁ ସେଥିପାଇଁ ମୁଁ କରିପାରୁନାହିଁ ସେ କହନ୍ତି ସେଇଟା। ପ୍ରିୟ ଭଉଣୀ ମାନେ ଆମକୁ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ଆମର ପିଲାମାନେ କେହି ମଧ୍ୟ ଖରାପ ନାହାନ୍ତି ସମସ୍ତେ ଭଲ ଅଟନ୍ତି ଆଉ ସମସ୍ତଙ୍କୁ ଭଲ ହେବାକୁ ଇଚ୍ଛା ଆଉ ସମସ୍ତେ ଦୁଷ୍ଟତାରୁ ବାହାରିବାକୁ ଚାହାନ୍ତି ଯୋଉ ବିଷୟ ଗୁଡିକ ସେମାନଙ୍କ ଭିତରେ ଅଛି ସେଥିରୁ ସେମାନେ ବାହାରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଆମମାନଙ୍କୁ କୁହା ଶବ୍ଦରେ କହୁଛନ୍ତି ମୁଁ ମଧ୍ୟ ଭଲ ହେବି ମୁଁ ମଧ୍ୟ ତୁମର ମୁଣ୍ଡ ଉଠେଇବାର କାରଣ ହେବି ଟିକେ ଧୈର୍ଯ୍ୟ ଧର ଏହା ସେମାନେ କହିବା ପାଇଁ ଚାହାନ୍ତି। ସେମାନଙ୍କୁ ଆମେ ଅଧିକ ବିରକ୍ତ କରିବା ନାହିଁ। ଫିଲିପିଓ ଯାହା ଲେଖାଯାଇଛି କଲୋସିୟ 3:21 ଆମେ ସମସ୍ତେ ଜାଣିଛୁ ହେ ପିତା ମାନେ ପିଲା ଆପଣା ଆପଣା ସନ୍ତାନ ମାନଙ୍କୁ ବିରକ୍ତ କର ନାହିଁ। ଆମେ ବିରକ୍ତ କରିବା ନାହିଁ ପ୍ରିୟ ଭଉଣୀ ମାନେ ଆମ ପିଲାମାନଙ୍କ ପ୍ରତି ଆମେ ଧୈର୍ଯ୍ୟ ଧରିବା ସେମାନେ ମଧ୍ୟ ଆମମାନଙ୍କୁ କହୁଛନ୍ତି ମୋ ବିଷୟରେ ଟିକେ ଧୈର୍ଯ୍ୟ ଧରନ୍ତୁ ଆମେ ସେମାନଙ୍କୁ ମଧ୍ୟ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ଆଉ କହିବାକୁ ଚାହେଁ ବୟସ୍କ ମା ବାପା ମାନଙ୍କ ବିଷୟରେ ଆମମାନଙ୍କୁ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ଯୋଉ ସମୟରେ ମା ବାପା ମାନେ ବୟସ୍କ ହେଇଯାନ୍ତି ସେ ସମୟରେ ଆମେ ଅଧୈର୍ଯ୍ୟ ହୋଇପଡୁ ସେମାନଙ୍କର ସେବା କରିବା ପାଇଁ ଆମମାନଙ୍କୁ ବହୁତ ଅଧୈର୍ଯ୍ୟ ଲାଗେ। ସେ ସମୟରେ ସେମାନେ ମଧ୍ୟ କହନ୍ତି ମା ରେ ମୁଁ ତୋ ଉପରେ ବୋଝ ହେବାକୁ ଚାହୁଁନାହିଁ ମାତ୍ର ମୁଁ କଣ କରିବି ମୁଁ ପାରୁନାହିଁ ମତେ ତୋର ସାହାଯ୍ୟ ଟିକେ ଦରକାର ମତେ ଟିକେ ତୁ ସାହାଯ୍ୟ କରେ। ଆଜି ଅନେକ ମା ବାପା ମାନେ ନିଜର ପିଲାମାନଙ୍କ ଉପରେ ବୋଝ ହେଉଛନ୍ତି। ନିଜର ପିଲାମାନେ ଯୋଉ ସମୟରେ ଆମେ ମା ବାପା ମାନେ ଚଲାବୁଲା କରୁଛନ୍ତି ଆମମାନଙ୍କୁ ଯତ୍ନ ନେବା ପାଇଁ ବହୁତ ଖୁସି ଲାଗୁଛି ବହୁତ ଆନନ୍ଦ ଲାଗୁଛି। ସେମାନେ ପେନସନ ଆଣିଦେଲେ ଆମେ ଖାଉଛୁ ସେମାନେ ଯୋଉ ସମୟରେ ଆମର ଯତ୍ନ ନଉଛନ୍ତି ଆମମାନଙ୍କୁ ବହୁତ ଖୁସି ଲାଗୁଛି। ଯୋଉ ସମୟରେ ଆମର ଏବେ ଆମେ ଶାଶୁ ଶ୍ୱଶୁର ମାନଙ୍କ ଗହଣରେ ଅଛୁ ଆମ ଶାଶୁ ଶ୍ୱଶୁର ମାନେ ଯୋଉ ସମୟରେ ଆମର ପିଲାମାନଙ୍କୁ ଧରୁଛନ୍ତି ଆମକୁ ସାହାଯ୍ୟ କରୁଛନ୍ତି ସ୍କୁଲ ନଉଛନ୍ତି ଆଣୁଛନ୍ତି ସେ ସମୟରେ ଆମେ ବହୁତ ଖୁସି ଯାହା ହଉ ମୋ ଶାଶୁ ଅଛନ୍ତି ମୋ ଶ୍ୱଶୁର ଅଛନ୍ତି ବୋଲି ଆମେ ବହୁତ ଖୁସି ହଉଛୁ। ମାତ୍ର ଯୋଉ ସମୟରେ ସେମାନେ ବେଡ ରେ ପଡି ଯାଉଛନ୍ତି ସେ ସମୟରେ କଣ ଆମର ଦାୟିତ୍ବ ନାହିଁ? ସେ ସମୟରେ କଣ ଆମମାନଙ୍କର କର୍ତ୍ତବ୍ୟ ନାହିଁ ସେମାନଙ୍କର ସେବା କରିବା ସେମାନଙ୍କର ଯତ୍ନ ନେବା? ସେ ସମୟରେ ଆମେ ବିରକ୍ତ ହେଇଯାଉଛୁ ସେ ସମୟରେ ଆମେ ଅଧୈର୍ଯ୍ୟ ହେଇ ପଡୁଛୁ ଯେ କେତେ ଏମାନଙ୍କର ସେବା କରିବି ଏ ବୁଢୀ ମରି ଯାଇଥିଲେ ହେଇଥାନ୍ତା ଏ ବୁଢା କେତେବେଳେ ମରିଯିବ ଏ ପ୍ରକାର ମନୋଭାବ ଆମମାନଙ୍କର ଆସୁଛି। ରିସେଣ୍ଟଲି ଆମେ ଆମର ଜେଜେବାପାଙ୍କୁ ହରେଇଲୁ ଆମେ ତାଙ୍କର ସେବା କରିବା ପାଇଁ ପ୍ରସ୍ତୁତ ଥିଲୁ କିନ୍ତୁ ସେ କେମିତି ବୟସ୍କ ଲୋକମାନଙ୍କର ମନୋଭାବ ଏ ପ୍ରକାର ହେଇଯାଉଛି ଯେ ମୁଁ ଖାଇଦେବି ଯଦି ବିଛଣାରେ ମୋର ଟଏଲେଟ ବାଥରୁମ ହେଲେ କିଏ କରିବ ଏ ପ୍ରକାର ମନୋଭାବ ନେଇ ସେମାନେ ଖାଇବାଟା ମଧ୍ୟ ଛାଡି ଦଉଛନ୍ତି କି ଦୁଃଖର ବିଷୟ ପ୍ରିୟ ଭଉଣୀ ମାନେ ସବୁ ବିଷୟ ଗୁଡିକ କାହିଁକି ନା ଆମର ଚିଡଚିଡାପନ ସେମାନଙ୍କୁ ସେ ପ୍ରକାର ହେବା ପାଇଁ ବାଧ୍ୟ କରୁଛି। ମତେ ଟିକେ ଅନେକ ସମୟରେ ବୟସ୍କ ହେଇଗଲେ ଯୋଉମାନେ ରୋଗ ଶଯ୍ୟାରେ ଥାନ୍ତି ସେମାନେ ବାର ବାର ଆମମାନଙ୍କୁ ଡାକନ୍ତି ଆମକୁ ଖୋଜନ୍ତି ଆମେ ଅନେକ ସମୟରେ ବିରକ୍ତ ହେଇଯାଉଛୁ କେତେ ଆଡେ ଡାକବ ତା କେତେ ଆହୁରି ଖୋଜିବ ତା କେତେ ଯାଉଥିବାର ଆମେ ଏ ପ୍ରକାର ମନୋଭାବ ଆମମାନଙ୍କର ପଳାଇ ଆସୁଛି। ସେ ସମୟରେ ସେ କହିବାକୁ ଚାହାନ୍ତି କି ମତେ ଟିକେ ଧୈର୍ଯ୍ୟ ଧରି ସହ୍ୟ କର ମୁଁ ଚାହୁଁନାହିଁ ତୁମମାନଙ୍କୁ କଷ୍ଟ ଦେବା ପାଇଁ ଆମ ଜେଜେବାପା ବି କହୁଥିଲେ ମୁଁ କଣ କରିବି ମୁଁ ପାରୁନାହିଁ ବୋଲି ତ ତମମାନଙ୍କୁ ଡାକୁଛି ଟିକେ ହାତ ଧରିକିନା ବାଥରୁମ ନିଅ ମୁଁ ପାରୁଥିଲେ ତମକୁ ଡାକି ନଥାନ୍ତି ମୁଁ ପାରବା ସମୟରେ ନିଜ କାମ ନିଜେ କରୁଥିଲି ଏବେ ମତେ ତମର ଟିକେ ସାହାଯ୍ୟ ଦରକାର ମୁଁ ଦୁର୍ବଳ ହେଇ ପଡିଛି ଏ ଆୱାଜ ସେମାନେ ଆମମାନଙ୍କୁ କହିବାକୁ ଚାହାନ୍ତି ପ୍ରିୟ ଭଉଣୀ ମାନେ ବିରକ୍ତ ହେବା ନାହିଁ ଆଉ ମୁଁ କହିବାକୁ ଚାହେଁ ମା ବାପାଙ୍କର ସେବା କରିବାଟା ଗୌରବର ବିଷୟ ଅଟେ। ଭାଗ୍ୟ ତ ମୁଁ ୟୁଜ କରିବି ନାହିଁ ଗୋଟେ ଆଶୀର୍ବାଦର ବିଷୟ ଅଟେ ଯେ ସୌଭାଗ୍ୟ ପ୍ରଭୁ ଆମମାନଙ୍କୁ ଦିଅନ୍ତୁ ଯେ ପ୍ରତ୍ୟେକ ଜଣ ନିଜର ମା ବାପାଙ୍କର ଆମେ ସେବା କରିବା କେବେ ମଧ୍ୟ ହାଲିଆ ହୁଅନ୍ତୁ ନାହିଁ ସେମାନଙ୍କର ସେବା କରିବାରେ ସେମାନଙ୍କର ଯତ୍ନ ନେବାରେ ନିଜ ଶାଶୁ ଶ୍ୱଶୁରଙ୍କର ଯତ୍ନ ନିଅନ୍ତୁ ସେମାନେ ସେ ଯତ୍ନ ନେବାର ଆଶୀର୍ବାଦରୁ ଆପଣ ମାନେ କେବେ ମଧ୍ୟ ଉଣା ପଡିବେ ନାହିଁ। ଏଫେସିୟ
ଛଅରେ ଲେଖାଗଲା ନା 6:1। ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣ ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ। ହଁ 3-4 ବି ପଢି ଦିଅନ୍ତୁ। ଯେପରି ତୁମ୍ଭର ମଙ୍ଗଳ ହବ ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ। ପୁଣି ହେ ପିତାମାନେ, ଆପଣ ଆପଣା ସେତିକି ସେତିକି ପିଲାମାନଙ୍କୁ ସେତିକି ସେତିକି ଥାଉ। ଦେଖନ୍ତୁ, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ତାହା ଯଥାର୍ଥ। ଆପଣା ପିତାମାତାଙ୍କୁ ସମାଦର କର, ହତାଦର କର ନାହିଁ। ଏହା ପ୍ରତିଜ୍ଞା ଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା। 10 ଆଜ୍ଞା ଭିତରେ କୌଣସି ଆଜ୍ଞାରେ ପ୍ରତିଜ୍ଞା ଯୋଗ କରିନାହାନ୍ତି। ଏଇ ଗୋଟିଏ ଆଜ୍ଞାରେ ହିଁ ପ୍ରତିଜ୍ଞାକୁ ପରମେଶ୍ୱର ଯୋଗ କରିଛନ୍ତି। ତୁମେ ପିତାମାତାକୁ ଯଦି ସମାଧାନ କରୁଛ, ତୁମେ ପିତାମାତାଙ୍କର ଯତ୍ନ କରୁଛ, ତାହା ବୃଥାରେ କରୁନ, ତାହା ବୃଥାରେ ଯାଉନାହିଁ। ଯେତେବେଳେ ତୁମେ ସେମାନଙ୍କର ଯତ୍ନ ନଉଛ, ସେ ସମୟରେ ତୁମର ସହିତ ସେ ଆଶୀର୍ବାଦକୁ ସେ ଯୋଗ କରୁଛନ୍ତି। ତୁମର ମଙ୍ଗଳ ହେବ ଆଉ ପୃଥିବୀରେ ତୁମେ ଦୀର୍ଘାୟୁ ହେବ। ଯଦି ମଙ୍ଗଳ ଦେଖିବାର ଅଛି, ପ୍ରିୟ ଭଉଣୀ ମାନେ, ନିଜ ଶାଶୁ ଶ୍ୱଶୁରଙ୍କର ଯତ୍ନ ନିଅନ୍ତୁ, ନିଜ ମା ବାପାଙ୍କର ଯତ୍ନ ନିଅନ୍ତୁ। ବିରକ୍ତ ହୁଅନ୍ତୁ ନାହିଁ, ସେମାନଙ୍କ ପ୍ରତି ଟିକେ ଧୈର୍ଯ୍ୟ ଧରନ୍ତୁ। ଆମ ସହିତ ତାହା ଜଡିତ କରୁଛନ୍ତି ପରମେଶ୍ୱର। ତୁମେ ଯେବେ ତାଙ୍କୁ ସମାଧାନ କରିବ, ଏହା ଗୋଟେ ପ୍ରତିଜ୍ଞା ଯୁକ୍ତ ଆଜ୍ଞା ଅଟେ। ଆଉ ସେହି ପ୍ରତିଜ୍ଞା ଯୁକ୍ତ ଆଜ୍ଞା ପ୍ରଭୁ ଆମକୁ ଦେଇଛନ୍ତି। ନିଜର ମା ବାପାଙ୍କର ଆମେ ସମାଧାନ କରିବା, ସେମାନଙ୍କୁ ତୁଚ୍ଛ କରିବା ନାହିଁ। ହିତୋପଦେଶରେ ଗୋଟେ କଥା ଲେଖାଗଲା 23-22 ପଢନ୍ତୁ। ତୁମ୍ଭ ଜନ୍ମଦାତା ପିତାର କଥା ଶୁଣ, ପୁଣି ମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ। ହଁ, ମା ବାପା ବୁଢା ବୁଢୀ ହେଇଗଲେ ସେମାନଙ୍କୁ ତୁଚ୍ଛ କର ନାହିଁ। ଏ ବୁଢୀ ଗୋଟେ ବିଚାର କରୁଥିବ, ଆମେ ଛୋଟ ଥିଲା ବେଳେ ସେମାନେ ଆମର କେମିତି ଯତ୍ନ ନେଇଛନ୍ତି। ଆମେ ମଧ୍ୟ ଡାଇପର ପିନ୍ଧିକିନା ଆମେ ଜନ୍ମ ହେଇନୁ। ଆମେ ମଧ୍ୟ ବିଞ୍ଚଣାରେ 1-2 କଲା ବେଳେ ମା କା ସଫା କରୁଥିଲେ। ତ ଆଜି ସେ ମା ଆମର ସାହାଯ୍ୟ ଲୋଡୁଛନ୍ତି। ଆମକୁ ମଧ୍ୟ ଖୁଆଇ ପିଆଇ ଜହ୍ନ ତାରା ଦେଖେଇ ସେ ଖୁଆଇକିନା ବଡ କରିଛନ୍ତି। ଆଜି ସେ ଚାହୁଁଛନ୍ତି କି ଆମେ ଟିକେ ତାଙ୍କୁ ଖୁଆଇ ଦଉ ବୋଲେ, ତ ଆମେ କାହିଁକି ଅଧୈର୍ଯ୍ୟ ହେଇ ପଡୁଛୁ? ଆପଣ ମଧ୍ୟ ମା ହେଲେ ପୁରା, ଆପଣଙ୍କର ପିଲା ପାଇଁ ଆପଣ କେତେ କରୁଛନ୍ତି, କେତେ ରାତି ଅନିଦ୍ରା ହଉଛନ୍ତି। ଆଜି ସେଇ ଅବସ୍ଥାରେ ଆପଣଙ୍କର ମା ବାପା ଅଛନ୍ତି, ଆପଣଙ୍କର ସାହାଯ୍ୟ ଟିକେ ଲୋଡୁଛନ୍ତି, ଆପଣଙ୍କର ଆଟେନସନ ଟିକେ ଚାହୁଁଛନ୍ତି, ଆପଣ ତାଙ୍କ ପାଖରେ ଟିକେ ବସନ୍ତୁ ବୋଲି ସେ ଚାହୁଁଛନ୍ତି। ବିରକ୍ତ ହୁଅନ୍ତୁ ନାହିଁ, ଟିକେ ଧୈର୍ଯ୍ୟ ଧରନ୍ତୁ। ସେ କହିବାକୁ ଚାହାନ୍ତି, ମା ରେ ମୋ ପ୍ରତି ଟିକେ ଧୈର୍ଯ୍ୟ ଧର। ମତେ ବି ଇଚ୍ଛା ନାହିଁ ରେ ମା ତତେ ବିରକ୍ତ କରିବା ପାଇଁ, ମାତ୍ର କଣ କରିବି, ମୁଁ ପାରୁନାହିଁ। ହାତ ହଲି ଯାଉଛି, ଗ୍ଲାସ ରେ ପାଣି ଧରୁ ଧରୁ ପୋଡି ଯାଉଛି। ମୁଁ ଚାହୁଁନାହିଁ ତଳେ ପାଣି ପକେଇକିନା ତତେ ବିରକ୍ତ କରିବା ପାଇଁ। ମୁଁ ଜାଣେ ତୁ ଘର ଯାକ କାମ କରି ହାଲିଆ ହେଇଛୁ, ମାତ୍ର ମୁଁ ପକେଇବି ବୋଲି ପକେଇ ନାହିଁ, ଭୁଲରେ ପଡିଗଲା। ଏଇଟା ସେ କହିବା ପାଇଁ ଚାହାନ୍ତି। ତ ଏଇ ଅକୁହା ଶବ୍ଦକୁ ଆମେ ଶୁଣୁ ପ୍ରିୟ ଭଉଣୀ ମାନେ, এই ଅକୁହା ଆୱାଜକୁ ଆମେ ଶୁଣୁ। ଯୋଉ ସମୟରେ ମୋର ବାପା ବେଡ ରିଟର୍ନ ଥିଲେ, ସେ ସମୟରେ ସେ ହ୍ୱିଲ ଚେୟାରରେ ବସିଥାନ୍ତି। ଆଉ ତାଙ୍କ ଟଏଲେଟ ହେଇଗଲା, ସେ ମୁଁ ଯୋଉ ସମୟରେ ଗଲି, ସେ କହିଲେ କି ମୁଁ ଜାଣି ପାରୁନାହିଁ ମା, ମୁଁ କରିଦେଲି। ମତେ ବହୁତ ଖରାପ ଲାଗିଲା। ସେ ସମୟରେ ମତେ ବହୁତ କଷ୍ଟ ହେଲା, କାରଣ କେହି ମଧ୍ୟ ଯୋଉମାନେ ବେଡରେ ବି ଅଛନ୍ତି, ସେମାନେ ମଧ୍ୟ ଆମକୁ ହଇରାଣ କରିବା ପାଇଁ ଚାହୁଁନାହାନ୍ତି। ମାତ୍ର ସେମାନେ ସେ ଅସହାୟ ଅବସ୍ଥାରେ ଅଛନ୍ତି ବୋଲି ଆଜି ସେମାନେ ସେ ପ୍ରକାର ଆମ ଠାରୁ ସାହାଯ୍ୟ ଲୋଡୁଛନ୍ତି। ତ ଆମେ ଆଜି ସକ୍ଷମ ଅଛୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ, ତ ଆମେ କାହିଁକି କରିବା ନାହିଁ? ଆମେ କାହିଁକି ବିରକ୍ତ ହେବା? ନିଜ ନିଜକୁ ଆମେ ପ୍ରସ୍ତୁତ କରୁ ପ୍ରିୟ ଭଉଣୀ ମାନେ। ଆଗାମୀ ଦିନ ମାନଙ୍କରେ ହୁଏତ ଆମ ପରିବାରରେ ଏମିତି କିଏ ପଡି ପାରନ୍ତି, ଯାହାକି ଆଜି ଆମମାନଙ୍କୁ ପ୍ରସ୍ତୁତ କରେ। ସେ ସମୟରେ ଆମେ ବିରକ୍ତ ହେବା ନାହିଁ, ସେ ସମୟରେ ଆମେ ସେମାନଙ୍କର ଯତ୍ନ ନେବା। ନହେଲେ ବସିକିନା ଆପଣ କାନ୍ଦିବେ, ସେମାନେ ଗଲା ପରେ ମୁଁ ତାଙ୍କ ପ୍ରତି ଏମିତି ବ୍ୟବହାର କରୁଥିଲି, ମତେ ଖାଇବା ପାଇଁ ମାଗିଲାରୁ ମୁଁ ଖାଇବା ପାଇଁ ଦେଲି ନାହିଁ। ଆପଣ ବସିକିନା ଅନୁତାପ କରିବେ, ସେ ସମୟରେ ସମୟ ନଥିବ। ଧୈର୍ଯ୍ୟ ଟିକେ ଧରନ୍ତୁ, ସେମାନଙ୍କର ସେବା କରନ୍ତୁ, ସେମାନଙ୍କର ଯତ୍ନ ନିଅନ୍ତୁ। ଆଉ ଯେତେ ଜଣ ମା ବାପାଙ୍କର ଯତ୍ନ ନେଇଛନ୍ତି, ସେ କେବେ ମଧ୍ୟ ବୃଥା ହେଇନାହିଁ। ଆମର ପରମେଶ୍ୱର ପ୍ରତିଜ୍ଞା ରକ୍ଷାକାରୀ ପରମେଶ୍ୱର ଅଟନ୍ତି। ସେ କହିଛନ୍ତି ମା ବାପାକୁ ସମାଦର କର ବୋଲେ, ସେ ନିଶ୍ଚିତ ରୂପେ ଆମ ଜୀବନରେ ମଙ୍ଗଳ ସେ ଦେବାଟା ଦେବେ ହିଁ। ଆଉ ମୁଁ ମୋ ଜୀବନରେ ମଙ୍ଗଳ ମଧ୍ୟ ମୁଁ ଦେଖିଅଛି।
ମୁଁ ମୋର ଭାଇ ଭଉଣୀଙ୍କ ଜୀବନରେ ମଧ୍ୟ ମୁଁ ସେଇ ମଙ୍ଗଳକୁ ମୁଁ ଦେଖିଛି ପ୍ରିୟ ଭଉଣୀ ମାନେ। ବିରକ୍ତ ହେବା ନାହିଁ ଆମେ ସେମାନଙ୍କର ସେବା କରିବା ପାଇଁ। ଆଜି ଆମେ ଭାବୁଛୁ ଆମ ଜେଜେବାପା ଚାଲିଗଲା ପରେ ତାଙ୍କର ଆବସେନ୍ସ କୁ ଆମେ ବୁଝୁଛୁ ଆଜି ଯେ ସେ କିଛି ନ କରନ୍ତୁ ମାତ୍ର ଥିଲେ ଗୋଟେ କେତେ ବଢିଆ ଲାଗୁଥିଲା। ଏବେ ଏମିତି ଲାଗୁଛି ଯେ ଆମ ମୁଣ୍ଡ ଉପରୁ ଛାତ ଚାଲିଗଲା ପରେ ଏମାନଙ୍କୁ ଲାଗୁଛି। ତ ପ୍ରିୟ ଭଉଣୀ ମାନେ ସେମାନଙ୍କର ଯତ୍ନ ନେବା, ସେ ମା ବାପାଙ୍କର, ବୃଦ୍ଧ ପିତା ମାତାଙ୍କର ଅକୁହା ଶବ୍ଦ ମୋ ପାଇଁ ଟିକେ ଧୈର୍ଯ୍ୟ ଧରେ। ଏଟାକୁ ଆମେ ମନେ କଲେ ଆମେ କାହାକୁ ମଧ୍ୟ ବିରକ୍ତ ହେବା ନାହିଁ। ଆମ ସ୍ୱାମୀଙ୍କ ପ୍ରତି ମଧ୍ୟ ଆମେ ବିରକ୍ତ ହେବା ନାହିଁ, ଆମ ପିଲାମାନଙ୍କ ପ୍ରତି ମଧ୍ୟ ଆମେ ବିରକ୍ତ ହେବା ନାହିଁ, କି ଆମର ପିତା ମାତାଙ୍କ ପ୍ରତି ମଧ୍ୟ ଆମେ ବିରକ୍ତ ହେବା ନାହିଁ। ପ୍ରିୟ ଭଉଣୀମାନେ, ଏହି ଅକୁହା ଶବ୍ଦକୁ ଆମେ ବୁଝୁ ଆଉ ଆମମାନଙ୍କର ଆତ୍ମିକ କର୍ଣ୍ଣକୁ ପ୍ରତ୍ୟେକ ସମୟରେ ଆମେ ଖୋଲା ରଖୁ, ଯଦ୍ୱାରା କି ଏହି ଆୱାଜ ଆମମାନଙ୍କର କର୍ଣ୍ଣରେ ନିଶ୍ଚିତ ରୂପେ ଆସିବ। ଆଉ ଗୋଟେ ବିଷୟ ଦେଖୁ, ଅନେକ ସମୟରେ ମଣ୍ଡଳୀର କୁ ଗୋଟେ ଭାଇ ହଉ କି ଭଉଣୀ ହଉ ଆମମାନଙ୍କୁ ହର୍ଟ କରନ୍ତି। ତାଙ୍କୁ ଦେଖିଲେ ଆମକୁ ବହୁତ ରାଗ ଚିଡେ। ଆଉ କଥାବାର୍ତ୍ତା ସବୁବେଳେ ମତେ ବାଧିବ, ଛୁରୀ ବୁସିଲା ପରି ଲାଗୁଥିବ। ଆଉ ଦେଖିବାକୁ ଇଚ୍ଛା ନାହିଁ। ଏ ଯଦି ଚର୍ଚ୍ଚ ଆସିନଥାନ୍ତା ବୋଲେ ଭଲ ହେଇଥାନ୍ତା। ତାର ବସିଲା ଜାଗାରେ ଆମକୁ ବସିବା ପାଇଁ ଇଚ୍ଛା ହଉନଥିବ। ବସି ଦେଇଥିବୁ, ଭୁଲରେ ଯଦି ସାଇଡ ରେ ଇଏ ଅଛି କି କେମିତି କରି ଉଠି ଯିବାର ଅଛି, ଏ ପ୍ରକାର ମନୋଭାବ ଆମେ କେତେକଙ୍କ ପ୍ରତି ଆସେ। ଆଉ କେତେକ ଭଉଣୀ ମାନେ ଆମମାନଙ୍କ ପ୍ରତି ସେ ପ୍ରକାର ବ୍ୟବହାର ମଧ୍ୟ କରନ୍ତି। ସେ ଭଉଣୀ ମଧ୍ୟ କହିବା ପାଇଁ ଚାହାନ୍ତି, ମୋର ବୁଦ୍ଧି ଟିକେ କମ ତ, ସେଥିପାଇଁ ମୁଁ ତୁମର ବିଷୟରେ ଭୁଲ କହିବା ପାଇଁ ଚାହୁଁନାହିଁ, ହେଲେ ମଧ୍ୟ କହୁ କହିଦଉଛି। ତୁମର ବିରୁଦ୍ଧରେ ମୁଁ କହିବା ପାଇଁ ଚାହୁଁନାହିଁ, କହିଦଉଛି। ମତେ ଟିକେ ଧୈର୍ଯ୍ୟ ଧର। ତମେ ଯେମିତି ଭୁଲ କଲା ପରେ ଯାଇ ଆଣ୍ଠୁ ଭାଙ୍ଗି କାନ୍ଦୁଛ, ଛି କାହିଁକି ମୁଁ କହିଲି, ଗସିପ କଲା ପରେ ଆଣ୍ଠୁ ଭାଙ୍ଗି କାନ୍ଦୁଛ, ମୁଁ ମଧ୍ୟ ସେମିତି କରୁଛି। ମତେ ମଧ୍ୟ ଇଚ୍ଛା ନାହିଁ ତୁମ ବିରୁଦ୍ଧରେ କହିବା ପାଇଁ, ମତେ ମଧ୍ୟ ଇଚ୍ଛା ନାହିଁ ତୁମକୁ ହର୍ଟ କରିବା ପାଇଁ, ମାତ୍ର କଣ କରିବା, ହେଇଯାଉଛି। ମୋ ବିଷୟରେ ଟିକେ ଧୈର୍ଯ୍ୟ ଧରି ମତେ ଟିକେ କ୍ଷମା କର, ମତେ ଟିକେ ସହ୍ୟ କର। ସେ ଭଉଣୀଙ୍କ ଠାରୁ ମଧ୍ୟ ଏଇ ଆୱାଜ ଆମକୁ ଶୁଣିବାର ଆବଶ୍ୟକତା ରହିଛି ପ୍ରିୟ ଭଉଣୀ ମାନେ। ତାହେଲେ ଯେ ଆମେ ଗୋଟେ ଖୁସିରେ ଆମେ ଜୀବନ ଯାପନ କରିପାରିବା। ମୁଁ ଚାହୁଁନାହିଁ ଭଉଣୀ ତୁମ ବିରୁଦ୍ଧରେ ଆକୁ ତାକୁ ଯାଇ କହିବାଟା, ମାତ୍ର ମୁଁ କହିଦଉଛି। ମୁଁ ସହ୍ୟ କରିପାରୁନାହିଁ ଯେତେବେଳେ ଲୋକମାନେ ତୁମର ପ୍ରଶଂସା କରୁଛନ୍ତି। ଯୋଉ ସମୟରେ ସାଉଲ ଦାଉଦଙ୍କୁ କାହିଁକି ରାଗୁଛନ୍ତି ପ୍ରିୟ ଭଉଣୀ ମାନେ? ସାଉଲ ଦାଉଦଙ୍କୁ ବେଶୀ ପ୍ରଶଂସା କରାହେଲାରୁ ଦାଉଦଙ୍କର କିଛି ବୋଲେ କିଛି ଭୁଲ ନାହିଁ। ମାତ୍ର ଯୋଉ ସମୟରେ ଭଉଣୀ ମାନେ ଆମର ଦାଉଦଙ୍କୁ ବେଶୀ ପ୍ରଶଂସା କରିଦେବାରୁ ସାଉଲ ରାଗିକିନା ଦାଉଦଙ୍କୁ ମାରବା ପାଇଁ ଘୋଡାଉଛନ୍ତି। ଦାଉଦ ସେ ଆୱାଜକୁ ବହୁତ ବଢିଆ ଭାବରେ ବୁଝିଥିଲେ। ସାଉଲ ମଧ୍ୟ ଦାଉଦଙ୍କୁ ବହୁତ ପ୍ରେମ କରୁଥିଲେ। ତାଙ୍କୁ ତାଙ୍କର ଝିଅକୁ ଦେବାକୁ ଇଚ୍ଛା, ତାଙ୍କ ରାଜ୍ୟକୁ ମଧ୍ୟ ସେ ଦେବାକୁ ଇଚ୍ଛା କରୁଥିଲେ। ମାତ୍ର ଗୋଟେ ପ୍ରଶଂସା କଣ କଲା, ସାଉଲଙ୍କୁ ଦାଉଦଙ୍କର ଶତ୍ରୁ କରିଦେଲା। ଦାଉଦଙ୍କୁ ସେ ମଧ୍ୟ କହୁଛନ୍ତି, ସାଉଲ ମୁଁ ତୁମକୁ ରିସା ହେବି ନାହିଁ, ମାତ୍ର କଣ କରିବି, ଏ ଭଉଣୀ ମାନେ ତ ପ୍ରଶଂସା କରିଦେଲାରୁ ମୋ ଭିତରେ ଥିବା କ୍ରୋଧ ପ୍ରଜ୍ୱଳିତ ହେଇଗଲା। ତେଣୁ ମୁଁ ରାଗିକିନା ତୁମକୁ ମାରିବା ପାଇଁ ଦୌଡୁଛି। ଏ ଆୱାଜକୁ ଦାଉଦ ବହୁତ ବଢିଆ ଭାବରେ ବୁଝିଥିଲେ। ତେଣୁ ସେ ଯୋଉ ସମୟରେ ଦ୍ୱିତୀୟ ସାମୁଏଲ ଆମେ ଦେଖୁଛୁ, ମତେ ବହୁତ ବଢିଆ ଲାଗେ ସେ ପଦ, ଦାଉଦଙ୍କର ସେ ଗୁଣ, ଦାଉଦଙ୍କର ମନୋଭାବ ସାଉଲଙ୍କ ପ୍ରତି। ପ୍ରେଜ୍ ଦ ଲର୍ଡ। ଟିକେ ମୁଁ ଦେଖୁଛି, ମୁଁ ଏଇ 2-3 ଦିନ ତଳେ ସେଟା ପଢୁଥିଲି। ହଁ, 2 ସାମୁଏଲ 1:14 ଟିକେ ପଢିବା। 13-14 ପଢନ୍ତୁ। ଏ ଉତ୍ତରେ ଦାଉଦ ସେହି ସମ୍ବାଦଦାୟୀ ଯୁବାକୁ କହିଲେ, ତୁମ୍ଭେ କେଉଁ ସ୍ଥାନର ଲୋକ? ସେ ଉତ୍ତର କଲା, ମୁଁ ଜଣେ ଅମାଲେକୀୟ ବିଦେଶୀ ଲୋକର ପୁତ୍ର। ତହୁ ଦାଉଦ ତାହାଙ୍କୁ କହିଲେ, ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣ ହସ୍ତ ବଢାଇବାକୁ ଭୟ ନ କଲ, ଏ କିପରି?
ହଁ, ଏଠି ଆମେ ଦେଖୁଛୁ ସାଉଲଙ୍କର ମୃତ୍ୟୁ ଖବର ଗୋଟେ ଅମାଲିକୀୟ ଯୁବା ଆଣିକିନା ଦେଉଛି। ସାଉଲ ତ ଦାଉଦଙ୍କୁ ମାରିବା ପାଇଁ ଗୋଡାଉଛନ୍ତି। ଦାଉଦଙ୍କର ଶତ୍ରୁ ହଉଛନ୍ତି ସାଉଲ। ମାତ୍ର ସାଉଲ ଯୋଉ ସମୟରେ ତାଙ୍କର ଶତ୍ରୁର ମୃତ୍ୟୁ ଖବର ଶୁଣି ସେ ଖୁସି ହେଉନାହାନ୍ତି। ଆପଣ ମାନେ ଏକ ଅଧ୍ୟାୟ ପଢିଯିବେ, ଜାଣିବେ ଦାଉଦଙ୍କର ମନୋଭାବ କି ପ୍ରକାର। କାରଣ ଦାଉଦ ସାଉଲଙ୍କ ପ୍ରତି ଧୈର୍ଯ୍ୟ ଧରିଛନ୍ତି। ଦାଉଦ ସାଉଲଙ୍କୁ ଜାଣିଛନ୍ତି। ସାଉଲ ସେମିତି ବ୍ୟକ୍ତି ନାହିଁ, ସାଉଲ ଜଣେ ଅଭିଷିକ୍ତ ବ୍ୟକ୍ତି। ମାତ୍ର ତାଙ୍କର ଭିତରେ ସେଟା ହେଇଯାଉଛି, ସେ କଣ କରିବେ। ସେଥିପାଇଁ ସେ କହୁଛନ୍ତି ଯେ ଆମେ ଯଦି ଆମର ଶତ୍ରୁର କିଛି ଅମଙ୍ଗଳ କଥା ଆଣିଲେ ଆମେ କେତେ ଖୁସି ହେଇଛି, କାଇଁ ମତେ ଏମିତି ବୋଲି କହୁଥିଲା, ସେଟା ପାଇଁ ହେଇଛି ବୋଲି ଆମେ ଅନେକ ସମୟରେ କହିଥାଉ। ମାତ୍ର ଦାଉଦଙ୍କର ମନୋଭାବ କି ପ୍ରକାର ଦେଖନ୍ତୁ। ଆମେ ଖୁସି ହେବା ନାହିଁ କାହାର ଅମଙ୍ଗଳ ହେଲେ। ଆମର ଯିଏ ଅମଙ୍ଗଳ କଲେ ମଧ୍ୟ ଆମେ କେବେ ଖୁସି ହେବା ନାହିଁ। ଏସଟି ଆମେ ପରେ ନେବା। ମୁଁ କହିବି, ମାତ୍ର ମୁଁ କହିବାକୁ ଚାହେଁ ପ୍ରିୟ ଭଉଣୀ ମାନେ, ଯିଏ ଯଦି ଆପଣଙ୍କୁ ହର୍ଟ କରୁଛନ୍ତି, ଯାହାର ବ୍ୟବହାର ଯଦି ଆପଣ ସହ୍ୟ କରିପାରୁନାହାନ୍ତି, ସେ ସମୟରେ ତାଙ୍କ ବିଷୟରେ ମଧ୍ୟ ଧୈର୍ଯ୍ୟ ଧରନ୍ତୁ। ସେ ମଧ୍ୟ ସିଦ୍ଧ ନାହିଁ, ସେ ମଧ୍ୟ ଆମର ପରି ପବିତ୍ର ଜୀବନ କାଟିବା ପାଇଁ ଷ୍ଟ୍ରଗଲ କରୁଛନ୍ତି। ହୁଏତ ଆମେ ଲୋକର ବୁରାଇ କରିବା କ୍ଷେତ୍ରରେ ଆମେ ଜିତି ଦେଇଥାଉ, ଅନ୍ୟ କ୍ଷେତ୍ରରେ ଆମେ ଦୁର୍ବଳ ଥିବୁ, ସେ ସେଇ କ୍ଷେତ୍ରରେ ସେ ସବଳ ଥିବେ। ସେଥିପାଇଁ ଆମେ ତାଙ୍କୁ ମଧ୍ୟ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ଅନେକ ସମୟରେ ଆମର ଭଉଣୀ ମାନଙ୍କ ପ୍ରତି ମଧ୍ୟ ଆମକୁ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ଆମର ମାଙ୍କୁ ମଧ୍ୟ, ଆମ ମା ମଧ୍ୟ ଯଦି ଆମକୁ ହର୍ଟ କରୁଛନ୍ତି, ଆମର ପରିବାର ଲୋକ ମଧ୍ୟ ଆମକୁ ହର୍ଟ କରୁଛନ୍ତି, ସେ ସମୟରେ ଆମେ ସେମାନଙ୍କ ପ୍ରତି ମଧ୍ୟ ଆମେ ଧୈର୍ଯ୍ୟ ଧରିବାର ଆବଶ୍ୟକତା ଅଛି। ସେମାନେ ମଧ୍ୟ କହୁଛନ୍ତି, ଭଉଣୀ ପ୍ଲିଜ ମୋ ପାଇଁ ଟିକେ ଧୈର୍ଯ୍ୟ ଧର। ତମର ବିଷୟରେ ତମକୁ ହର୍ଟ କରିଦଉଛି, ତମକୁ ବାଧିଲା ପରି କହିଦଉଛି, ମୋର ବ୍ୟବହାର ତମକୁ ଭଲ ଲାଗୁନାହିଁ, ମୁଁ ଜାଣୁଛି। ମାତ୍ର ମୁଁ ଅନ୍ତରରୁ ତାହା ଚାହେଁ ନାହିଁ। ମୁଁ ଚେଷ୍ଟା କରୁଛି ତମକୁ ହର୍ଟ ନ ଲାଗିଲା ପରି ଜୀବନ କାଟିବା ପାଇଁ। ମୋ ବିଷୟରେ ଟିକେ ଧୈର୍ଯ୍ୟ ଧରନ୍ତୁ, ସେ ଏହି କଥା କହିବାକୁ ଚାହାନ୍ତି। ତ ଆମେ ଯୋଉ ସମୟରେ ତାଙ୍କର ସେଇ ଅକୁହା ଶବ୍ଦ ଗୁଡିକକୁ ଆମେ ଶୁଣିବା ପ୍ରିୟ ଭଉଣୀ ମାନେ, ତ ଆମର ମନୋଭାବ ମଧ୍ୟ ସେମାନଙ୍କ ପ୍ରତି ଭଲ ଥିବ। ପ୍ରଭୁ ବହୁତ ସୁନ୍ଦର ଭାବରେ ଏ ବିଷୟରେ ମତେ କଥା କହୁଥିଲେ। ମୁଁ ଅନେକ ବିଷୟ ଗୁଡିକ ପ୍ରସ୍ତୁତ ହେଉଥିଲି, କୋଉ ବିଷୟରେ ମୁଁ କହିବି। ସେ ସମୟରେ ମୋ ବିଷୟରେ ଟିକେ ଧୈର୍ଯ୍ୟ ଧର। ଆମେ ଅନେକ ସମୟରେ କହୁନା, ମତେ ଟିକେ ଧୈର୍ଯ୍ୟ ଧର, ମତେ ଟିକେ ସହ୍ୟ କର। ଆମେ ପଢିବା କଲୋସେ 3:13। ପରସ୍ପର ପ୍ରତି ସହନଶୀଳ ହୁଅ, ଆଉ ଯଦି କାହାରି ବିରୋଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର, ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର। ପରସ୍ପରକୁ ଟିକେ ସହ୍ୟ କର। ଟିକେ ସହିବାଟା ଆମେ ଶିଖିଯିବା। ଟିକେ ସହ୍ୟ କରିବାଟା ଆମେ ଶିଖିବା ପ୍ରିୟ ଭଉଣୀ ମାନେ। ଆଉ ଯାହା ଯଦି ଆମେ କାହାର ବିରୁଦ୍ଧରେ କିଛି ଅଛି, ଆମେ କ୍ଷମା କରିପାରୁନୁ, ଆଜି ପ୍ରଭୁଙ୍କ ଠାରେ ନିଜକୁ ରଖିବା, ଆଉ କ୍ଷମା ଦେବା ପାଇଁ ଆମେ ଚେଷ୍ଟା କରିବା। ଏ ସ୍ଥାନରେ ଆମେ ଦେଖୁଛୁ, ଯୋଉ ପ୍ରଥମ ଅଧ୍ୟାୟରେ ଆମେ ପଢୁଥିଲୁ, ସେ ମାଥ୍ୟୁ 18 ଅଧ୍ୟାୟକୁ ଆମେ ପୁନର୍ବାର ଟିକେ ଯିବା। ସେ ସ୍ଥାନରେ ଆମେ ଦେଖୁ, ସେ ଲୋକର 3 କୋଟି ହିସାବ କରାହେଲା, ତାର ପାପ କେତେ ଅଛି। 3 କୋଟିର ସେ ପାପ କରିଛି। ତାକୁ ତାର ମାଲିକ କ୍ଷମା କରିଦଉଛନ୍ତି। ମାତ୍ର ଏଇ ଦୁଷ୍ଟ ଦାସ, ତାର 50 ଟଙ୍କା ସେ କ୍ଷମା କରିପାରୁନି। ଆମେ ଅନ୍ୟମାନଙ୍କୁ କେତେବେଳେ ସହ୍ୟ କରିପାରିବା, ଅନ୍ୟମାନଙ୍କ ପ୍ରତି ଆମେ କେତେବେଳେ ଧୈର୍ଯ୍ୟ ଧରିପାରିବା, ଯେତେବେଳେ ଆମେ ଭାବବା ଯେ ପ୍ରଭୁ ମୁଁ ଅନ୍ୟମାନଙ୍କ ଠାରୁ ଏତେ ଭଲ ନାହିଁ, ମାତ୍ର ମୋର ଅଧିକ ପାପକୁ ମୋର ପରମେଶ୍ୱର କ୍ଷମା କରୁଛନ୍ତି। ମତେ ମୋର ପରମେଶ୍ୱର ଧୈର୍ଯ୍ୟ ଧରି ଅପେକ୍ଷା କରିଛନ୍ତି। ମୁଁ ଆଜି ସୁଧୁରିବି, କାଲି ସୁଧୁରିବି। ଆମେ ଅନେକ ସମୟରେ ଆମର ଦୁର୍ବଳତା ଗୁଡିକରେ ଆମେ ପଡିଯାଉ। ସେ ସମୟରେ ମୁଁ ଆଜି ସୁଧୁରି ଯିବି, କାଲିକୁ ସୁଧୁରି ଯିବି ବୋଲି ଆମେ ଯୋଉ ସମୟରେ ପ୍ରଭୁଙ୍କ ଠାରେ ନିଜକୁ ରଖୁ, ସେ ସମୟରେ ପ୍ରଭୁ ମତେ ଧୈର୍ଯ୍ୟ ଧରିକିନା ସହ୍ୟ କରୁଛନ୍ତି। ତ ମୁଁ କାହିଁକି ଅନ୍ୟ ପ୍ରତି ଧୈର୍ଯ୍ୟ ଧରିବି ନାହିଁ। ଏ ସ୍ଥାନରେ ଆମେ ଦେଖୁ, ତାର ମୋର ତ ଅନେକ ପାପ କ୍ଷମା କରାହେଇଛି, ମୋ ପ୍ରତି ଅନେକ ଦୁର୍ବଳତା ଗୁଡିକ ମୋର ପରମେଶ୍ୱର ମତେ ଧୈର୍ଯ୍ୟ ଧରିକିନା ମତେ ସହ୍ୟ କରୁଛନ୍ତି। ତ ମୁଁ କାହିଁକି ଅନ୍ୟ ପ୍ରତି ସେ ଧୈର୍ଯ୍ୟକୁ ଧରିବି ନାହିଁ, ମୁଁ କାହିଁକି ଅନ୍ୟକୁ ସହ୍ୟ କରିବି ନାହିଁ। ଏ ମନୋଭାବ ଆମର ଆଇବାର ଅଛି ପ୍ରିୟ ଭଉଣୀ। ଆମେ ଭାବୁ ଆମେ ଅନ୍ୟ ବିରୁଦ୍ଧରେ ଅନେକ ଗୁଡିଏ ଭୁଲ କରିଛୁ। ଆମ ସ୍ଵାମୀ ମଧ୍ୟ ଆମମାନଙ୍କୁ ଧୈର୍ଯ୍ୟ ଧରିକିନା ସହ୍ୟ କରିଛନ୍ତି,
ଆମର ପିଲାମାନେ ମଧ୍ୟ ଆମମାନଙ୍କୁ ସହ୍ୟ କରୁଛନ୍ତି, ଆମର ମା ବାପା ଆମର ଶାଶୁ ଶ୍ୱଶୁର ମଧ୍ୟ ଆମମାନଙ୍କୁ ଧୈର୍ଯ୍ୟ ଧରିକିନା ସହ୍ୟ କରୁଛନ୍ତି, ତ ଆମେ ଅନ୍ୟମାନଙ୍କ ପ୍ରତି କାହିଁକି ଧୈର୍ଯ୍ୟ ନ ଧରିବା? ଯେତେବେଳେ ଆମେ ତାହା ଭାବିବା ତାହେଲେ ଆମର ଆତ୍ମିକ କର୍ଣ୍ଣକୁ ଆମେ ଉନ୍ମୁକ୍ତ କରି ତାଙ୍କର ସେଇ ଅକୁହା ଶବ୍ଦ, ଯୋଉ ଏ ସହଦାସ କହୁଛି କି ମୋ ପ୍ରତି ଟିକେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କର ସବୁ ପରିଶୋଧ କରିଦେବି। ଆଜି ଆମର ପିଲାମାନେ ମଧ୍ୟ ଆମକୁ କହିବାକୁ ଚାହାନ୍ତି, ଆମ ସ୍ୱାମୀ ମାନେ ମଧ୍ୟ ଆମମାନଙ୍କୁ କହୁଛନ୍ତି, ଆମର ପିତା ମାତା ମାନେ, ଆମର ଅନେକ କଲିଗ୍ସ ମାନେ, ଆମର ଆମର ସହବିଶ୍ୱାସୀ ଭାଇ ଭଉଣୀ ମାନେ ଆମମାନଙ୍କୁ କହିବାକୁ ଚାହୁଁଛନ୍ତି, ଟିକେ ମୋ ବିଷୟରେ ଧୈର୍ଯ୍ୟ ଧର। ମୁଁ ଚେଷ୍ଟା କରୁଛି ମୁଁ ଉତ୍ତମ ହେବା ପାଇଁ, ମୁଁ ଚେଷ୍ଟା କରୁଛି ତୁମ ପାଇଁ ଭଲ ହେବା ପାଇଁ। ପ୍ରିୟ ଭଉଣୀ ମାନେ, ଆମେ ନିଜ ନିଜ ସେହି ଅକୁହା ଶବ୍ଦକୁ ଶୁଣିବା ପାଇଁ ଆମର ଆତ୍ମିକ କର୍ଣ୍ଣକୁ ଆମେ ପ୍ରତ୍ୟେକ ସମୟରେ ସଜାଗ କରି ରଖିବା। ଆଉ ପ୍ରଭୁ ଚାହାନ୍ତି ଯେତେବେଳେ ଆମେ ଏ ପ୍ରକାର ବିଷୟ ଗୁଡିକ ଆମେ ଆମ ଜୀବନରେ ଆଣିବା, ଆଉ ସେଇ ଅକୁହା ଶବ୍ଦକୁ ଶୁଣିବା ପାଇଁ ଆମମାନଙ୍କର ଆତ୍ମିକ କର୍ଣ୍ଣକୁ ଆମେ ସବୁବେଳେ ଖୋଲା ରଖିବା, ସେ ସମୟରେ ଦେଖିବେ ଆପଣ ଘରେ ବିରକ୍ତ ହେବେ ନାହିଁ, ଆପଣ ଚିଡଚିଡ ହେବେ ନାହିଁ, ଆପଣଙ୍କର ସ୍ୱାମୀଙ୍କ ପ୍ରତି ଆମେ ବିରକ୍ତ ହେବେ ନାହିଁ, ଆପଣଙ୍କ ପିଲାମାନଙ୍କ ପ୍ରତି ଆପଣ ବିରକ୍ତ ହେବେ ନାହିଁ, ଆପଣଙ୍କ ଶାଶୁ ଶ୍ୱଶୁର ଚର୍ଚ୍ଚରେ ଗଲେ ମଧ୍ୟ ଆପଣ ବହୁତ ସୁନ୍ଦର ଭାବରେ ପ୍ରଭୁଙ୍କର ପ୍ରେଜେନ୍ସ ପାଇ ପ୍ରଭୁଙ୍କର ସ୍ତୁତି ଆରାଧନା କରିପାରିବେ। କାରଣ ଏ ଆୱାଜକୁ ଶୁଣିବା ପାଇଁ ପ୍ରତ୍ୟେକ ସମୟରେ ଆମମାନେ ରେଡି ହେଇଥିବା, ଆଉ ଗୋଟେ ସମ୍ବେଦନଶୀଳ ହୃଦୟ ସହିତ ଆମମାନେ ପ୍ରତ୍ୟେକ ସମୟରେ ରହିବା, ଆମମାନଙ୍କର ହୃଦୟକୁ ସବୁବେଳେ ନରମ କରି ରଖିବା, ଆଉ ଆମମାନଙ୍କର ମନୋଭାବକୁ ସବୁବେଳେ ଅନ୍ୟମାନଙ୍କ ପ୍ରତି ଉତ୍ତମ ରଖିବା, ଆଉ ଏ ଆୱାଜକୁ ଆମେ ପ୍ରତ୍ୟେକ ସମୟରେ ଶୁଣିବା ପ୍ରିୟ ଭଉଣୀ ମାନେ, ଯଦ୍ୱାରା କି ଆମେ ଗୋଟିଏ କଣ ଚିଡଚିଡା ପନ୍ଥାରୁ ଜୟ ଲାଭର ଜୀବନ ଆମେ କାଟି ପାରିବା। ପ୍ରଭୁ ଅଳ୍ପ ବାକ୍ୟରେ